ବିଚରା ଆତ୍ମା ଖାଲି ହୋଇଥାଏ ଏପଟେ ସେପଟେ ଏପଟେ ସେପଟେ, ନା କାହାରିକୁ କିଛି କହିପାରିଥାଏ ନା କିଛି କରିପାରିଥାଏ, ଖାଲି ବଲ ବଲ ହୋଇ ଦେଖୁଥାଏ। କେତେବେଳେ? ଯେତେବେଳେ ଏହି ଆତ୍ମା ଶରୀରକୁ ଛାଡ଼ି ଚାଲିଯାଏ, ଅର୍ଥାତ୍ ମଣିଷ ମୃତ୍ୟୁବରଣ କରିଥାଏ। କିନ୍ତୁ ମଣିଷ ଯେତେବେଳେ ବଞ୍ଚିଥାଏ ବା ଆତ୍ମା ଶରୀର ଭିତରେ ଥାଏ, କେତେ ଆତ୍ମା ଉତ୍ପାତ ନ କରିଥାଏ। ଅନ୍ୟମାନଙ୍କୁ ଖରାପ କଥା କମେଣ୍ଟ ମାରି କହିଥାଏ, ଗାଳିଗୁଲଜ କରିଥାଏ, ପିଟିଥାଏ, ମାରିଥାଏ, ଅନ୍ୟମାନଙ୍କୁ ଦୁଃଖ କଷ୍ଟ ଦେଇଥାଏ, ପଶୁପକ୍ଷୀଙ୍କୁ ମାରି ତାର ମାଂସ ଖାଇଥାଏ, ବହୁତ ଧନ ସମ୍ପତ୍ତିର ବଡ଼ ଗାଡ଼ି ବଡ଼ ଘରର ମାଲିକ ହୋଇଥାଏ ସତ, କିନ୍ତୁ ସମୟ ହଠାତ୍ ଆତ୍ମା ପାଖରୁ ଏସବୁକୁ ଛଡ଼ାଇ ନିଏ, ଏପରିକି ଶରୀରକୁ ମଧ୍ୟ ଆତ୍ମା ପାଖରୁ ଅଲଗା କରିଦେଇଥାଏ। ଆତ୍ମା ଭଲ କାମ କଲେ ସ୍ୱର୍ଗକୁ ଯାଏ, ନହେଲେ ଖରାପ କାମ କରିଥିଲେ ନରକକୁ ଯାଇ ଯନ୍ତ୍ରଣା ଭୋଗ କରିଥାଏ। ତେଣୁ ଅଳ୍ପ ଦିନ ପାଇଁ ଆତ୍ମା ଶରୀର ଭିତରେ ଥିଲାବେଳେ କେତେ ଫୁଟାଣି ଗର୍ବ ଅହଙ୍କାର ନ କରୁଛି, ଯଦିଓ ଆତ୍ମା ହେଉଛି ନାଚାର, ବିଚରା ଆତ୍ମା।